ଆମସ୍ ସଟନ୍ 1831 ମସିହାରେ ପ୍ରଥମେ ଓଡ଼ିଆ ବ୍ୟାକରଣ ସମ୍ବନ୍ଧୀୟ ପୁସ୍ତକ ଇଣ୍ଟ୍ରୋଡକ୍ଟରୀ ଗ୍ରାମାର ଅଫ୍ ଓଡ଼ିଆ ଲାଙ୍ଗୁଏଜ୍ ଲେଖିଥିଲେ। ଏଥିରେ ସେ ଓଡ଼ିଆ ଏବଂ ବଙ୍ଗାଳୀ ଭାଷା ମଧ୍ୟରେ ପ୍ରଭେଦ ଦର୍ଶାଇବାକୁ ଯାଇ କହିଛନ୍ତି, ବଙ୍ଗାଳୀ ପାଟି ଲଗେଇ ମାଇଚିଆଙ୍କ ପରି ଶବ୍ଦ ଉଚ୍ଚାରଣ କଲାବେଳେ ଓଡ଼ିଆଏ ପ୍ରତି ଶବ୍ଦକୁ ଇଂଲଣ୍ଡର ମଫସଲିଆଙ୍କ ପରି ଚୋବେଇ ଚୋବେଇ କହନ୍ତି। ଏଥିରେ ଓଡ଼ିଆ ଭାଷାର ଲାଳିତ୍ୟ ବଢ଼େନି ସତ, କିନ୍ତୁ ଉଭୟ ମଧ୍ୟରେ ପାର୍ଥକ୍ୟ ଏତେ ବଢ଼ିଯାଏ ଯେ କୌଣସି ବଙ୍ଗାଳୀ ପକ୍ଷରେ ଓଡ଼ିଆ କହିବା କଷ୍ଟକର ହୋଇପଡ଼େ। ସଟଙ୍କ ମତରେ ଓଡ଼ିଆ ଓ ବଙ୍ଗାଳୀ ଉଚ୍ଚାରଣ ଦୃଷ୍ଟିରୁ ଠିକ୍ ଇଂରେଜ ଓ ଫ୍ରେଞ୍ଚ ପରି ପାର୍ଥକ୍ୟଯୁକ୍ତ ଅଟନ୍ତି। ଆଜି ଆମେ ଜାଣିଛେ ଯେ କଳିଙ୍ଗ ଲିପି ତଥା ଓଡ଼ିଆ ଭାଷା ହେଉଛି ଉତ୍ତର ଓ ପୂର୍ବ ଭାରତର ଆଦିଲିପି ଓ ଶାସ୍ତ୍ରୀୟ ଭାଷା। ଓଡ଼ିଆ ଭାଷାର ଲାଳିତ୍ୟ ଏହାର ଳ ଓଣ ବହୁଳ ଶବ୍ଦରୁ ସ୍ପଷ୍ଟ ପ୍ରମାଣିତ ହୋଇଥାଏ। ବାକି ଉତ୍ତର ଭାରତୀୟ ତଥା ପୂର୍ବ ଭାରତୀୟ ବାଳପଣ ସୁଲଭ ଗୁଣ ପ୍ରଦର୍ଶନ ପୂର୍ବକ ଓ ଓଣର ଉଚ୍ଚାରଣ କରିପାରନ୍ତିନି। ଅନୁଗୋଳର କଥିତ ଓଡ଼ିଆ ବହୁତ ମିଠା, କାରଣ ଧୀରେ ଧୀରେ ନିଠେଇ ନିଠେଇ ବୋଲାଯାଏ। ପୁଣି ପ୍ରାଚୀନ କଳିଙ୍ଗ ଗଞ୍ଜାମର କଥିତ ଓଡ଼ିଆ ଗଞ୍ଜାମିଆ ଶୈଳୀରେ ପ୍ରତ୍ୟେକ ଶବ୍ଦର ଶେଷ ବର୍ଣ୍ଣ ଉପରେ ଗୁରୁତ୍ୱ ଦେଇ ବୋଲାଯାଏ ଏବଂ ଇଏ ଉଚ୍ଚାରଣ ଆହୁରି ବିରଚିତ ଅଟେ। ତେବେ ସଟନ୍ ଓଡ଼ିଆ ଭାଷା ବିଷୟରେ ଅନେକ ଭ୍ରାନ୍ତ ଧାରଣା ପୋଷଣ କରିଛନ୍ତି, ଯେମିତିକି ଓଡ଼ିଆ ଭାଷାରେ ବନାନ ଅଶୁଦ୍ଧି ବହୁତ। ଆଜି ଆମେ ଜାଣନ୍ତି ଓଡ଼ିଆ ହେଉଛି ଭାରତର ସଂସ୍କୃତ ପରେ ସର୍ବାଧିକ ଶୁଦ୍ଧ ଭାରୋପୀୟ ଶବ୍ଦଯୁକ୍ତ ଭାରତୀୟ ଭାଷା।